वन्दे लोकतिलकं साततवार्ताविभूषणं अमरकृत्यसारणं प्रबुधं लोकजीवनं प्रणय प्रमथजागदीपनं वन्दे जीवनजीवनं सत्पुरुषं नमामि। ପ୍ରାଣର ଶ୍ରୀ ଠାକୁର ଜଗଜ୍ଜନନୀ ଶ୍ରୀ ଲକ୍ଷ୍ମୀ ମା ଯୁଗାଚାର୍ଯ୍ୟ ଶ୍ରୀ ବଡ଼ଦା ଆଜିର ଭରସା ପ୍ରଧାନାଚାର୍ଯ୍ୟଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ପୂଜ୍ୟ ଅବିନ୍ଦା ଏବଂ ଠାକୁର ପରିବାରର ସମସ୍ତଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ପୁଣ୍ୟ ସତ୍ସଙ୍ଗର ପୂଜ୍ୟ ପରିଚାଳକ ମହେଶ ଦା, ଉପସ୍ଥିତ ସମସ୍ତ ପୂତ ପାଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧୈର୍ଯ୍ୟ ମଣ୍ଡଳୀ, ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ଆଭୂମିଷ୍ଠ ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ, ଗୁରୁ ମାତା, ସାଧୁ ସଜ୍ଜନ ମଣ୍ଡଳୀ, କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତି ପୁନରାଭରା ଜୟଗୁରୁ ଜଣାଏ। ଇଷ୍ଟାଇନର ଏହି ଧାରାବାହିକ ସତ୍ସଙ୍ଗ ତାର ପୂଜ୍ୟ ପରିଚାଳକ ଗଣ ସମସ୍ତଙ୍କୁ ମୋର ଭକ୍ତିପୂତ ପ୍ରଣାମ ଜଣାଏ। ଏବଂ ଯେଉଁମାନେ ଆଜିର ଏହି ସତ୍ସଙ୍ଗରେ ଭୋଗଦାତା ଭୋଗ ନିବେଦନ କରିଛନ୍ତି, ଦାଦା ତାଙ୍କର ନାମ ପାଠ କରୁଥିଲେ, ସେମାନଙ୍କର ଶାନ୍ତି ସୁସ୍ଥି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା ରଖେ। କାଲି ବୋଧେ ଫୋନ କରିଥିଲେ ମେକଅପ୍ ଦା ଆଜି ସତ୍ସଙ୍ଗରେ ଯୋଗ ଦେବା ପାଇଁ। ମୁଁ ଟିକେ ବହୁତ ବ୍ୟସ୍ତ ଥିଲି ଆଜି ଗୋଟେ ବ୍ଲଡ ଡୋନେସନ କ୍ୟାମ୍ପ ପାଇଁ। ତେବେ ଯାହା ବି ହଉ, ତ ଆଜିର ଯୋଉ ଦଶବିଧ ସଂସ୍କାରର ଆଜି ନବମ ସଂସ୍କରଣ ବା ନବମ ସଂସ୍କାର, that is the ସମାବର୍ତ୍ତନ ସଂସ୍କାର ବା 16ବିଧ ସଂସ୍କାରର ଇଏ ହଉଛି 14ନବ ସଂସ୍କାର, 14th ସଂସ୍କାର। ତେବେ ଏଇ ଯୋଉ ଆମେ ସଂସ୍କାର ବିଷୟରେ ତ ବହୁତ ସୁନ୍ଦର ଭାବରେ ବିଭିନ୍ନ ମାନେ ପୂଜ୍ୟ ରୀତିକ ଏବଂ ବିଭିନ୍ନ ଆଲୋଚକ ମାନେ ସୁନ୍ଦର ଭାବରେ ଆଲୋଚନା ରଖିଛନ୍ତି, ମୁଁ ବି ଅନେକ ଥର ଶୁଣିଥିଲି। ତେବେ ଏଇ ଯୋଉ ସମାବର୍ତ୍ତନ ଯୋଉ ସଂସ୍କାର, ସମାବର୍ତ୍ତନର ଯଦି ଆକ୍ଷରିକ ଅର୍ଥ ଦେଖୁ, ସମ ଆବୃତ ପ୍ରିଲ୍ୟୁଟ, ତାମାନେ ସମ୍ୟକ ରୂପେ ଆବର୍ତ୍ତନ ବା ଆଗମନ କରିବା, ସମ୍ୟକ ରୂପେ ଆଗମନ କରିବା ବା ରିଟର୍ନ କରିବା ବା ଫେରି ଆବର୍ତ୍ତନ କରିବା, ଇଏ ହଉଛି ସମାବର୍ତ୍ତନ। ତାର ଆଉ ଗୋଟେ ଅର୍ଥ ଗୋଟେ ଜାଗାରେ ଦେଖୁଥିଲି ଯେ ସମ ଆବର୍ତ୍ତନ, ସମ ମାନେ ସମାନ, ଆବର୍ତ୍ତନ ମାନେ ତୁଲ୍ୟ ହବା। ତେଣୁ ଗୁରୁକୁଳ ଆଶ୍ରମରେ ଯେତେବେଳେ ତାର ଶିକ୍ଷା ସମାପ୍ତ ହୁଏ, ଶିଷ୍ୟଟା ଗୁରୁ ସହିତ ସମାନ ହେଇଯାଏ। ଗୁରୁ ଆଉ ଶିଷ୍ୟ ଭିତରେ କିଛି ସମତୁଲ ହେଇଯାଏ। ଗୁରୁ ଆଉ ଶିଷ୍ୟ ଭିତରେ କିଛି ବ୍ୟବଧାନ ରହେନି, ଶିକ୍ଷାଗତ ବ୍ୟବଧାନ ରହେନି। ସେଇ ଭାବଟାକୁ ସମାବର୍ତ୍ତନ ବୋଲି କୁହାଯାଏ। ଇଏ ମଧ୍ୟ ଉଲ୍ଲେଖ ଅଛି। ସମାବର୍ତ୍ତନର କିଛି ନିୟମ ନଥାଏ ଯେ କେତେ ବୟସରେ ସମାବର୍ତ୍ତନ ହବ, ଯେମିତି ଏତିକି ବୟସରେ ଉପନୟନ ହବ, ଏତିକି ବୟସରେ ଚୂଡାକରଣ ହବ। ଆଉ ଏଇ ଚୂଡାକରଣ ହଉଛି ସମାବର୍ତ୍ତନର ଠିକ ଅପୋଜିଟ ଜିନିଷ। ଚୂଡାକରଣରେ ଗୁରୁଙ୍କ ଗୃହକୁ ଗମନ କରିବା, ଆଉ ସମାବର୍ତ୍ତନରେ ଗୁରୁଙ୍କ ଗୃହରୁ ଫେରି ଆସିବା। ତେଣୁ ଚୂଡାକରଣ ଆଉ ସମାବର୍ତ୍ତନ ଦିଟା ଅପୋଜିଟ ଜିନିଷ। ତେଣୁ ଯେମିତି ଚୂଡାକରଣ, ନାମକରଣ, ଜାତକର୍ମ ଏଗୁଡ଼ା ସବୁ ପୁଂସବନ, ଇଏ ସବୁ ଗୋଟେ ନିର୍ଦ୍ଦିଷ୍ଟ ସମୟରେ କରାଯାଏ। ଆଉ ଏଇ ସମାବର୍ତ୍ତନଟା ଗୋଟେ ଆଚାର୍ଯ୍ୟ ସଂସ୍କାର ବା ଗୁରୁ ସଂସ୍କାର। ଯେମିତି ମୁଁ ଅନେକ ପ୍ରଥମ ଥର ବୁଝଉଥିଲି, କହୁଥିଲି ଯେ ମାତୃ ସଂସ୍କାର, ପିତୃ ସଂସ୍କାର, ଆଚାର୍ଯ୍ୟ ସଂସ୍କାର, ଏମିତି ସବୁ ବିଭିନ୍ନ ସଂସ୍କାର ଥାଏ। ସମାବର୍ତ୍ତନଟା ହଉଛି ଗୋଟେ ଆଚାର୍ଯ୍ୟ ସଂସ୍କାର। ଗୁରୁକୁଳ ଆଶ୍ରମରେ ଯୋଉ ଚୂଡାକରଣ ଉପନୟନ ଯୋଉଟା ହୁଏ ବା ବିଦ୍ୟାରମ୍ଭ ହୁଏ, ଇଏ ହଉଛି ବିଦ୍ୟା ଶେଷ। ତ କାହାର କେତେବେଳେ ବିଦ୍ୟାର ସମାପ୍ତି ହବ, ବିଦ୍ୟାର ଶିକ୍ଷା ସମାପ୍ତି ହବ, ତା ଗୁରୁଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରୁଥିଲା। ତେଣୁ ସେଇ ଦୃଷ୍ଟିରୁ ଦେଖିଲେ
ଏ ସମାବର୍ତ୍ତନ ବର୍ତ୍ତମାନ ସମୟରେ ୟାର କୌଣସି ମାନ୍ୟତା ରଖେ ନା, କାରଣ ଗୁରୁକୁଳ ଆଶ୍ରମର ଯୋଉ ବିଧାନ ସିଏ ଆଉ ନାହିଁ, ସିଏ ଭୁଷୁଡ଼ି ଯାଇଛି। ତେଣୁ ସମାବର୍ତ୍ତନ ତାର ନୈତିକ ମୂଲ୍ୟବୋଧକୁ ଏଇ ଉଗ୍ର ମାନବ ସମାଜରେ ସେ ତାର ନୈତିକ ମୂଲ୍ୟବୋଧଟାକୁ ହରେଇ ବସିଛି। ସମାବର୍ତ୍ତନ ମାନେ ଆପଣମାନେ ଦେଖନ୍ତୁ, ଆମେ ଯେତେବେଳେ ସତ୍ସଙ୍ଗକୁ ଆସୁଛୁ, ସତ୍ସଙ୍ଗକୁ ଆସିବାଟା ହଉଛି ଉପନୟନ ବା ଚୂଡ଼ାକରଣ। ସତ୍ସଙ୍ଗରୁ ଗୁରୁ ଗୋଟେ ନିର୍ଦ୍ଦେଶ ଦେଇଛନ୍ତି ଯେ 1.5 ଘଣ୍ଟାର ସତ୍ସଙ୍ଗ ହବ, ତାପରେ ଏଇ ସତ୍ସଙ୍ଗରୁ ତମେ ଯିବ। ତେଣୁ ଇଏ ଗୁରୁଙ୍କର ପୂର୍ବ ନିର୍ଦ୍ଧାରିତ ପଦକ୍ଷେପ ଅଛି। ତେଣୁ ସମାବର୍ତ୍ତନଟା ଏଠି ଫିକ୍ସ ହେଇକି ଅଛି। ତେଣୁ ଆମେ ଗୁରୁଙ୍କ ମାନେ ସତ୍ସଙ୍ଗ ଯୋଉଠି ଗୁରୁଙ୍କର ଜୀବନ୍ତ ଉପସ୍ଥିତି ଅଛି, ସତ୍ସଙ୍ଗକୁ ଆମେ ଯେତେବେଳେ ଆସୁଛୁ, ତାଙ୍କର ଯୋଉ ନିର୍ଦ୍ଦେଶ ଅଛି ଯେ 1.5 ଘଣ୍ଟା ରହିବ ତାପରେ ଯିବ, ତ ଆମେ ଅନ୍ତତ ପକ୍ଷେ ଗୁରୁଙ୍କର ଜୀବନ୍ତ ଆବିର୍ଭାବ ଯଦି ଆମେ ଭାବୁ ଗ୍ରହଣ କରୁ, ତେଣୁ ଆମକୁ ସେ 1.5 ଘଣ୍ଟା ରହିବାଟା ବିଧେୟ। ତେଣୁ ଏଇ ଯୋଉ 1.5 ଘଣ୍ଟାଟା ନ ରହିଲେ କଣ କି ସତ୍ସଙ୍ଗର ଭୌତିକ ମୂଲ୍ୟବୋଧଟା ରହେ ନା। ତେଣୁ ଆମେ ସମାବର୍ତ୍ତନଟା ମନ ଇଚ୍ଛା ଯଦି ପଳେଇ ଯାଉ, ତେଣୁ ଗୁରୁଙ୍କ ନିର୍ଦ୍ଦେଶଟାକୁ ଆମେ ଠିକ ସେ ମାନୁନା। ପଳେଇ ଯାଉ କାହିଁକି? ତାର ଅନେକ କାରଣ ଥାଏ, ଆମର କର୍ମ ବ୍ୟସ୍ତତା ଥାଏ। ଆଉ ଯୋଉମାନେ ସଙ୍ଗୀତରେ ଭାଗ ନିଅନ୍ତି ବା ଯାଜନରେ ଭାଗ ନିଅନ୍ତି, କି ନହେଲେ ଯୋଉମାନେ କୀର୍ତ୍ତନ କରନ୍ତି, ସେମାନେ ଏତେ ପ୍ରତିଷ୍ଠିତ ବି ଥାଆନ୍ତି, ଲବ୍ଧ ପ୍ରତିଷ୍ଠିତ ହେଇ ଉଠନ୍ତି ସତ୍ସଙ୍ଗ ଜଗତରେ। ସେମାନେ ବହୁ ଜାଗାରେ ଗାଇବାର ମାନେ ଅଫର ମିଳେ, ବହୁ ଜାଗାରେ କହିବାର ଅଫର ମିଳେ। ତ ସେଇଟା ବି ଭଲ ଜିନିଷ, କିନ୍ତୁ ଗୋଟେ ସତ୍ସଙ୍ଗରୁ ଛାଡ଼ି ଦେଇକି ଆଉ ଗୋଟେ ସତ୍ସଙ୍ଗ ଯିବାଟା ମୋ ହିସାବରେ ବିଧେୟ ନୁହେଁ। ତାକୁ ଆଉ ଗୋଟେ ସତ୍ସଙ୍ଗ ପାଇଁ ଟାଇମ ଦେଇଗଲେ ହବ। ଏମିତି ବି ଅର୍ଜେଣ୍ଟ ନାହିଁ ଯେ ମୋ ବ୍ୟତୀତ ସେ ସତ୍ସଙ୍ଗ ଚାଲିବନି। ପୃଥିବୀରେ ଏମିତି ଆମେ ଭାବୁ, ମୁଁ ବି ମୋ ଘର କଥା ଭାବେ କି ମୁଁ ବୋଧେ ମରିଗଲେ ଆଉ ମୋ ଘରେ ଆଉ କେହି ଚଳିବେନି, କେହି ଖାଇବାକୁ ପାଇବେନି। ଆମେ ଭାବୁ, କିନ୍ତୁ ଏଟା ବାସ୍ତବ ସତ୍ୟ ନୁହେଁ। ଆମେ ମରିଗଲେ ବି ସଂସାର ଚାଲିବ। ଆମେ ଅଛୁ ବୋଲିକି ଆମେ ଭାବୁଛୁ ଆମେ ଥିଲେ ଚାଲିଛି, ନହେଲେ ଚାଲିତାନି। ଇଏ ହଉଛି ଆମର ଅହଙ୍କାର। କିନ୍ତୁ ଆମର ଅନୁପସ୍ଥିତିରେ ମୁଁ ଚଳୁଥିବା କଣ୍ଡିସନଟା ଆହୁରି ଭଲ ଭାବରେ ଚଳିପାରନ୍ତି, କାରଣ ଈଶ୍ୱର ତ ଅଛନ୍ତି ନା। ଆଜି ବି ଈଶ୍ୱର ଅଛନ୍ତି, ମୁଁ ଯେତେବେଳେ ମରିଗଲା ପରେ ବି ଈଶ୍ୱର ଥିବେ। ତେଣୁ ଇଏ ହଉଛି ଏଇ ଯୋଉ ଭାବରେ ଆମେ ସତ୍ସଙ୍ଗରେ ଉପନୟନଟା ନେଇ ଯାଉଛୁ, ଏ ଯୋଉ ସମାବର୍ତ୍ତନଟା ହଉଛି, ଇଏ ମୋ ହିସାବରେ ଠିକ ନୁହେଁ। ତେଣୁ ଆମେ ବହୁତ ସମୟରେ ସତ୍ସଙ୍ଗ ଜଏନ୍ କରୁ, ମାନେ ମୋର ପ୍ରଥମ ସଙ୍ଗୀତ ଥିବ, ମୁଁଟା ଟିକେ ସେସବୁ ରଖିଥିବ, ମୁଁ ଆଉ ଗୋଟେ ଜାଗା ଗାଇଦେଇ ଆସେ। ତେଣୁ ପ୍ରଭୁଙ୍କୁ ଆମେ ଗୋଟେ ଜାଗାରେ ଧରୁଛେ, ପୁଣି ଆଉ ଗୋଟେ ଜାଗାକୁ ଚାଲି ଯାଉଛି, ଇଏ କିନ୍ତୁ ବାସ୍ତବ ଜିନିଷ ନୁହେଁ। ଏ ଦିଗରେ ଯୋଉମାନେ ପରିଚାଳନା କରୁଛନ୍ତି ସେମାନଙ୍କୁ ଅନେକ କଷ୍ଟ ସହିବାକୁ ପଡେ। ଯେମିତି ମହେଶ ଦାଙ୍କୁ ବି କଷ୍ଟ ସହିବାକୁ ପଡୁଥିବ, ମୁଁ ବି ଗୋଟେ ଗୋଟେ ଜାଗାରେ ପରିଚାଳନା କରେ, ମତେ ବି ଅନେକ ସମୟରେ କଷ୍ଟ ହୁଏ। କାରଣ ଯିଏ ପରିଚାଳନା କରୁଛି ତା ବ୍ଲଡ ପ୍ରେସର ବଢିଯିବ ସେତେବେଳେ। ତେଣୁ ସେଇ ସବୁ ଦିଗରେ ଟିକେ ଧ୍ୟାନ ଦେଲେ ଭଲ ହୁଏ। ସମାବର୍ତ୍ତନଟା ସେଇ ଦୃଷ୍ଟିରୁ ଗୋଟେ ଜିନିଷ। ତେଣୁ এই ସମାବର୍ତ୍ତନ ଉତ୍ସବ ବିଭିନ୍ନ ୟୁନିଭର୍ସିଟି ମାନଙ୍କରେ ମଧ୍ୟ ଏ ଯୋଉ ଫେଲିସିଟେସନ କରାଯାଏ, PhD ଆୱାର୍ଡ କରାଯାଏ, ଇଏ ବି ମଧ୍ୟ ଗୋଟେ ସମାବର୍ତ୍ତନ ଜିନିଷ। ଆଗରୁ ଯୋଉ ଗୁରୁକୁଳ ପରମ୍ପରା ଥିଲା, ଯୋଉ ଗୁରୁକୁଳ ପରମ୍ପରାକୁ ଇଂରେଜ ମାନେ, ତା ପୂର୍ବରୁ ମଧ୍ୟ, ଖାଲି ଇଂରେଜ ମାନେ ନୁହନ୍ତି, ତା ପୂର୍ବରୁ ମୋଗଲ ମାନେ ଯେତେବେଳେ ଆସିଥିଲେ, ମାନେ ଏଇ ପାଖାପାଖି 1500 ବର୍ଷ ଭିତରେ ତାର ଅନେକ କିଛି ନଷ୍ଟ କରିଦେଇଛନ୍ତି। ବିଶେଷ କରି 200 ବର୍ଷ ଭିତରେ ଧୂଳି କରିଦେଇଛନ୍ତି, ମାଟି କରିଦେଇଛନ୍ତି ଏଇ ଗୁରୁକୁଳ ପରମ୍ପରାଟାକୁ। ସେଥିପାଇଁ ଭାରତର ଶିକ୍ଷା ବ୍ୟବସ୍ଥାଟା ଏତେ ଉଚ୍ଚକୋଟୀର ଥିଲା, ଯୋଉଟା ପାଇଁ ଭାରତ ବିଶ୍ୱଗୁରୁ ଥିଲା, ହବ ନୁହଁ, ଥିଲା। ଯେତେବେଳେ ଭାରତର ସ୍ୱାଧୀନତା ବିଷୟରେ ଯେତେବେଳେ କଥା ଉଠେ, ଠାକୁର ସବୁବେଳେ ଗୋଟିଏ କଥା କହନ୍ତି ଯେ ଭାରତ ପରାଧୀନ କାହିଁକି ହେଲା? ଯୋଉ ମୌଳିକ ମୂଲ୍ୟବୋଧଟା ଭାରତ ହରେଇକି ବା ଭାରତୀୟମାନେ ହରେଇକି ପରାଧୀନ ହେଇଛନ୍ତି, ସେ ମୌଳିକ ମୂଲ୍ୟବୋଧକୁ ଯଦି ପୁନର୍ପ୍ରତିଷ୍ଠା କରି ନ ଦିଆଯାଏ,
ତେବେ ଭାରତକୁ ସ୍ୱାଧୀନତା କରିବାର କିଛି ମୂଲ୍ୟ ନଥାଏ। ତେଣୁ ତାର ପୂର୍ଣ୍ଣ ପ୍ରତିଷ୍ଠା ପାଇଁ କେହି ବି ଜଣେ ଚେଷ୍ଟିତ ନଥିଲେ। ଭାରତର ମୂଳ ତତ୍ତ୍ୱଟାକୁ କାହିଁକି ଛାଡ଼ିକି କିଭଳି ଭାବରେ କୋଉ ପରିସ୍ଥିତିରେ ଭାରତ ପରାଧୀନ ହେଲା, ଯେ ଭାରତ ଭଳି ଏକ ଭୂଖଣ୍ଡ ଖଣ୍ଡ ବିଖଣ୍ଡିତ ହେଇ, ଯାହା ମାନେ କନ୍ୟାକୁମାରୀ ଠାରୁ ଆଫଗାନ ମାନେ ଭୁଟାନ ସମସ୍ତଙ୍କୁ ନେଇକି ଯୋଉ ବିରାଟ ଭୂଖଣ୍ଡ ଥିଲା, ନେପାଳର କନ୍ୟା ଭାରତର ବୋହୂ ଥିଲେ। ତାମାନେ ନେପାଳ ଆମର ଥିଲେ, ଯୋଉଠି ଜାନକୀ ବା ସୀତା ଦେବୀଙ୍କର ଜନ୍ମ ହେଇଥିଲା, ସେ ଆଜି ନେପାଳରେ, ଗାନ୍ଧାରୀ ସେ ଆଜି ଆଫଗାନିସ୍ତାନରେ। ତେଣୁ ଏଇ ଯୋଉ ଭୂଖଣ୍ଡିତ ହେଇଛି, ଯୋଉ ଖଣ୍ଡ ବିଖଣ୍ଡିତ ହେଇଯାଇଛି ଏକ ବିଶାଳ ଭାରତର କଥା, ଇଏ ଗୋଟିଏ ଦିନରେ ହେଇନି। ଭାରତର ମୌଳିକ ମୂଲ୍ୟବୋଧଟାକୁ ହରେଇ ବସିଛି ବୋଲିକି ଭାରତ ପରାଧୀନ ହେଇଛି। ଏ କଥା କିଏ କହିବେ? ଏ କଥା କେବଳ ପରମ ପୁରୁଷ କହନ୍ତି, ପରମ ପିତା ଠାକୁର ହିଁ କହୁଥିଲେ। ତେଣୁ ଆଜି ଆଉ ସେ ଗୁରୁକୁଳର ପରମ୍ପରା ନାହିଁ, ଯୋଉଠି ସମାବର୍ତ୍ତନର ବା ଚୂଡାକରଣର ଆବଶ୍ୟକ ପଡିବ। ତେଣୁ ଠାକୁର ଆଜି ଥିଲେ ଏଇ ଦଶବିଧ ସଂସ୍କାରକୁ ଆହୁରି କମ୍ କରିକି ବର୍ତ୍ତମାନ ପର୍ଯ୍ୟବେକ୍ଷରେ ତାକୁ ଆହୁରି କମ୍ କରିଦେଇଥାନ୍ତେ ବୋଧେ। ଦଶବିଧ ସଂସ୍କାରକୁ ଆହୁରି କମ୍ କରିଦେଇଥାନ୍ତେ। କାରଣ ଅନେକ ଜିନିଷ ଯେମିତି ଠାକୁର ମାନେ ବାନପ୍ରସ୍ଥଟାକୁ ଉଠେଇଥିଲେ ବା 29ଟାକୁ କାଢିଦେଲେ। ଠାକୁର ତ କହିଲେ ମରଣ ମାରଣ ପାରତ ମୃତ୍ୟୁକୁ ଅବଲୁପ୍ତ କର, ମୃତ୍ୟୁ ବୋଲି କିଛି ନାହିଁ। ସେଥିପାଇଁ 29ଟାକୁ କାଢିଦେଲେ। ସେମିତି ମାନେ ମାନେ ସନ୍ନ୍ୟାସୀ সেটাକୁ ବି ଠାକୁର କାଢିଦେଲେ, କାରଣ ଠାକୁର ତ କହୁଥିଲେ যে আমি ଜଙ୍ଗଲ ସନ୍ନ୍ୟାସୀ ଚାହି ନା, আমি ସଂସାର ସନ୍ନ୍ୟାସୀ ଚାହେଁ। ତେଣୁ ଆମେ ସମସ୍ତେ ସଂସାର ସନ୍ନ୍ୟାସୀ ଆଜି। ତେଣୁ ଆମ ପାଇଁ ଆଉ ସନ୍ନ୍ୟାସୀ ସଂସ୍କାର ହେଇକି ଆଉ ନାହିଁ, ସେ ତ ନୀତିଦିନିଆ ହେଇଯାଇଛି। ତେଣୁ ଏଇ ନୀତିଦିନ ଅଭ୍ୟାସ ଭିତରେ ଆମେ ଯଦି ତାକୁ ଠିକ ଭାବରେ ପରିପାଳନ ନ କରୁ, ଏ ସନ୍ନ୍ୟାସୀର ଭାବଟାକୁ ଆମେ ଠିକସେ ଅନୁଭବ କରିପାରିବା ନାହିଁ। ତେବେ ଦ୍ୱିତୀୟରେ ରହୁଛି ଯୋଉ ବାନପ୍ରସ୍ଥ। এই ବାନପ୍ରସ୍ଥ ହେଉଛି ନିଜ ଜୀବନକୁ ପ୍ରଶସ୍ତ କରିବା। ଠାକୁର ତାହା କହୁଥିଲେ, ବାନପ୍ରସ୍ଥ ମାନେ ନିଜ ଜୀବନକୁ ପ୍ରଶସ୍ତ କରିବା। ପ୍ରଶସ୍ତ କରିବା ମାନେ ଏକ୍ସପାଣ୍ଡ କରିବା। ମୁଁ ଏବେ ଦେଓଘର ଯାଇଥିଲି, ଜଣେ ଦାଦାଙ୍କୁ କଥା ହେଲା ବେଳେ ସେ ମୋତେ କହୁଥିଲେ, କହିଲେ ଏବେ ବହୁତ ପ୍ରେସର ହେଇଯାଉଛି, କାମ ପ୍ରେସର ହେଇଯାଉଛି, ସତ୍ସଙ୍ଗର କାମ, କଲେଜର କାମ, ସ୍କୁଲର କାମ। ସେ ସେଠୁ ମୋତେ ଭଲ ଜିନିଷଟା କହିଲେ ଯେ ଯାହା ଉପରେ ଯେତେ ମାଡ଼ ପଡ଼େ, ଲୁହା ଉପରେ ଯେତେ ମାଡ଼ ପଡ଼େ, ସେ ସେତେ ଏକ୍ସପାଣ୍ଡ ହୁଏ। ତେଣୁ ଆପଣ ଉପରେ ଯେତେ ମାଡ଼ ପଡ଼ିବ, ଆପଣ ସେତେ ଏକ୍ସପାଣ୍ଡ ହେବେ। ତେଣୁ ଆମେ ଯେତେ ଅଧିକ କାମ କରିବା, ଆମେ ସେତେ ଏକ୍ସପାଣ୍ଡ ହବା। ଗୁରୁକୁଳ ଆଶ୍ରମରେ ମଧ୍ୟ ସେଇ ବ୍ୟବସ୍ଥା ଥିଲା। ଗୁରୁକୁଳ ଆଶ୍ରମରେ ଯେତେବେଳେ ଶିଷ୍ୟମାନେ ଥିଲେ, ଆମେ ଯୋଉ ଇଷ୍ଟବୃତ୍ତି ଦଉଛୁ ଆଜି, ଇଷ୍ଟବୃତ୍ତି ଲୋକ ସେଇ 10 ପଇସାରୁ ବି ବଢିନାହାନ୍ତି ଆଜି ପର୍ଯ୍ୟନ୍ତ, ବୃଦ୍ଧି କରୁନାହାନ୍ତି। କାରଣ ଆମେ ଗୁରୁକୁଳ ପରମ୍ପରାଟାକୁ ଭୁଲି ଯାଇଛୁ। ଆମ ଜେନେଟିକାଲି ମଧ୍ୟ ଆମର ମୂଳ ସ୍ତରରୁ ଆମ ମୌଳିକ ଭିତ୍ତିଭୂମି ଉପରେ ମଧ୍ୟ ତାର ଆଉ କିଛି ପ୍ରଭାବ ନାହିଁ। କାରଣ ଜେନେଟିକାଲ ଏନରିଚମେଣ୍ଟ ଥିଲେ ଆମେ ଗୁରୁକୁଳ ଆଶ୍ରମଟାକୁ ମନେ ରଖିଥାନ୍ତୁ। କିନ୍ତୁ ସେ ଆଶ୍ରମଟା ଆମ ଭିତରେ ଜେନେଟିକାଲି ଡିମୋଲିଶ କରିଯାଇଛି। ଯୋଉ ଇଭଲ୍ୟୁସନଟା ଡିଭଲ୍ୟୁସନ ହେଇଯାଇଛି, ମାନେ ଯୋଉ ବିବର୍ତ୍ତନ ଧାରାଟା ନଷ୍ଟ ହେଇଯାଇଛି। ତେବେ ଏଇ ଯୋଉ ଗୁରୁକୁଳ ଆଶ୍ରମର ଯୋଉ ବ୍ୟବସ୍ଥା ଥିଲା, ଆମେ ସେଠି ଯେତେବେଳେ ଶିଷ୍ୟମାନେ ଥିଲେ, ସେ ଶିଷ୍ୟମାନେ କଣ କରୁଥିଲେ? ଗୁରୁକୁଳ ଆଶ୍ରମରେ ଥିବା ଶିଷ୍ୟମାନେ ସେମାନଙ୍କର ଭରଣ ପୋଷଣ ପାଇଁ ଗୁରୁ ତାଙ୍କୁ ଭିକ୍ଷାବୃତ୍ତି କରିବା ପାଇଁ ପଠାଉଥିଲେ। ଆମେ ତ ସେତେ ଭିକ୍ଷା ମାଗେ, ଆମେ ଯେତେବେଳେ ଭୁଲ କରୁ, ମାନେ ଇଷ୍ଟବୃତ୍ତି ଦେବାରେ କି ସୁସ୍ଥ ଦେବାରେ, କି ପଇସା ହଜିଗଲେ ଆମକୁ ଭିକ୍ଷା କରି ଭରିବାକୁ ପଡେ। କାରଣ ଭିକ୍ଷା ମାଗିଲା ବେଳେ ଆମେ ନିଜକୁ ଛୋଟ କରିକି ଅନ୍ୟକୁ ବଡ କରିକି ତୋଳିକି ଆମେ ତା ପାଖରେ ଭିକ୍ଷା ମାଗୁ। ସେ ଯେଡ଼େ ବଡ ମଣିଷ ହେଇଥାଉ କି ଯେତେ ଛୋଟ ହେଇଥାଉ, ଆମେ ମାଗୁ ଭିକ୍ଷାଟା। ଆମେ ତା ପାଖରେ ମଥାନତ ହେଇକି ମାଗୁ। ତାପରେ ନିଜକୁ ଛୋଟ କରିଦେବାର ଯୋଉ ଭାବଟା, ତାହା ହଉଛି ଭିକ୍ଷାବୃତ୍ତି। ତେଣୁ ଶିଷ୍ୟମାନେ ଯାଉଥିଲେ ଭିକ୍ଷା କରିବା ପାଇଁ। ସେ ରାଜପୁତ୍ର ହେଇପାରେ, ଜମିଦାରର ପୁଅ ହେଇପାରେ, ଯାହାର ପୁତ୍ର ହେଇଥାଉ, ସେ ତ ଭିକ୍ଷା କରେ, ତାର ଅହଙ୍କାରଟା ଦୂର ହୁଏ।
ସେ ତ ଭିକ୍ଷା କରିକି ଯୋଉ ଗୁରୁକୁଳକୁ ନେଇକି ଆସେ ଯୋଉ ଦ୍ରବ୍ୟ, ସେ ଦ୍ରବ୍ୟ ସିଏ ତାର ଅଧିକାରୀ ନଥାଏ। ସେ ଦ୍ରବ୍ୟର ଅଧିକାରର ତାର ମାଲିକ ହେଉଛନ୍ତି ଗୁରୁ ବା ଗୁରୁମାତା। ସେ ତାକୁ ସର୍ବସ୍ୱ ପ୍ରଦାନ କରିଦିଏ। ତେଣୁ ସର୍ବସ୍ୱ ଦେଇଦେଲା ପରେ ଗୁରୁ ତାର ଭରଣ ପୋଷଣର ଦାୟିତ୍ୱ ନିଅନ୍ତି, ତାର ଖାଇବା ପିଇବା ରହିବା ଏବଂ କିଛି ଦରକାର ପଡ଼ିଲେ କିଛି ପଇସା ମଧ୍ୟ ଦିଅନ୍ତି ତାକୁ ଖର୍ଚ୍ଚ ପାଇଁ। ଏବେ କଣ, ଏବେ ଆମେ ଯାହା କମଉଛୁ, ଆମେ ଦୀକ୍ଷା ନେଇଛେ, ଆମେ ବି ଗୋଟେ ଗୁରୁକୁ ଧରିଛେ, କିନ୍ତୁ ଆମେ ସର୍ବସ୍ୱ ତ ଗୁରୁକୁ ଦଉନେ, ଆମ ନିଜ ଇନକମର ଟଙ୍କା ଦି ଟଙ୍କା ବି ଦବା ପାଇଁ ବି ଆମେ ସବୁବେଳେ ନବାକୁ ଭଲ ପାଉ। ଆଉ ଦବାର ଭାବଟା ଆମ ପାଖରେ ବହୁତ କମି ଯାଇଛି। ଇଏ ଜେନେଟିକାଲି ହେଇକି ଆସିଛି, ଖାଲି ଏବେ ନୁହେଁ। ଆମେ ଏଇ ଯୋଉ ଦବାର ଭାବଟା ଆମ ପାଖରେ ନାହିଁ, ସବୁ କିଛି ନେଇଯିବାର ଭାବ, ଯୋଉ ସ୍ୱାର୍ଥପରତାର ଯୋଉ ଭାବଟା ଆମ ପାଖରେ ଆସିକି ଅଛି, ସେ ଆମକୁ ନିମ୍ନମୁଖୀ କରି କରି ଚାଲିଛି। ସେଥିପାଇଁ ଠାକୁର ଏଇ ଇଷ୍ଟଭୂତିର ବ୍ୟବସ୍ଥା କରିଛନ୍ତି। ଗୁରୁକୁଳ ଆଶ୍ରମରେ ଶିଷ୍ୟ ସବୁ କିଛି ଗୁରୁକୁ ପ୍ରଦାନ କରୁଥିଲା। ଗୁରୁ ଖୁସି ହେଇକି ଯାହା ଦଉଥିଲେ, ସେଇଥିରେ ସେ ତାଙ୍କର ଭରଣ ପୋଷଣ ଚଳଉଥିଲେ। କିନ୍ତୁ ଏବେ କଣ ହେଇଛି, ଏବେ ଆମେ ରୋଜଗାର କରୁଛୁ, ଆମେ ଗୁରୁକୁ ଦଉ, ଆମେ ନିଜେ ଭରଣ ପୋଷଣ ଆମେ କରୁଛୁ। ଯଦି ବଳେ, ଏ ତ ବଳୁନି, ଯଦି ବଳେ କିଛି ଆମେ ଗୁରୁ କିଞ୍ଚିତ ଦଉଛୁ, ସେଇଥିରେ ଆମେ ପରମ ଭକ୍ତ ହେଇଯାଉଛୁ, ବଡ ଭକ୍ତ, ବଡ ସଙ୍ଗୀତଜ୍ଞ, ବଡ ବକ୍ତା, ଏମିତି ବଡ ବଡ ଉପାଧି ଆମ ଉପରେ ଲଗେଇ ବି ଦଉଛୁ। କେହି କହୁ ନ କହୁ ଆମେ ମନେ ମନେ ବି ଭାବୁ। ତ ଆମେ ସେଇ ବ୍ୟବସ୍ଥା ଯୋଉ ଗୁରୁକୁଳ ଆଶ୍ରମରେ ଥିଲା, ସେ ବ୍ୟବସ୍ଥା ଆଜି ଆଉ ନାହିଁ। କାରଣ ଆମେ ନିଜେ ଖର୍ଚ୍ଚ ବର୍ଚ୍ଚ କରିକି ଯାହା ବଳୁଛି, କି ଯୋଉମାନେ ବି ଦେଖିବେ, ବହୁତ ଲୋକ ଅଛନ୍ତି ଯୋଉମାନେ ଇଷ୍ଟ କର୍ମରେ ବହୁତ ସମୟ ବ୍ୟବସ୍ଥା କରି କରୁଛନ୍ତି, ସେଠି ସେମାନଙ୍କ ପାଖରେ ବି ସେ ସଚ୍ଚୋଟତା ବି ଟିକେ ରହୁନି। କାରଣ ଅନ୍ୟମାନେ ତାଙ୍କୁ ସେତିକି ଭାବରେ ଦେଖି ପାରୁନାହାନ୍ତି, ସେଥିପାଇଁ ଫର୍ଦର ଆଉ ପଇସା ମାଗିଲେ କେହି ଦଉନାହାନ୍ତି। କାରଣ ଆମେ ଯାହା ପାଖରୁ ପଇସା ନଉଛୁ, ତାର ଟିକିନିକି ହିସାବଟା ଯଦି ତା ପାଖରେ ପହଞ୍ଚେ, ସେ ଖୁସି ହବ। ସେ ନିଶ୍ଚିତ ଭାବରେ ଫର୍ଦର ଦବା ପାଇଁ ଚାହିଁବ। ଆଉ ଆମେ ଆଣିଲୁ ଥରେ, ହିସାବ ଦେଲୁ, କୁଆଡେ କଣ ଖର୍ଚ୍ଚ କରିଦେଲୁ, ଏଇଥିପାଇଁ ଆଣିଥିଲୁ, ଆଉ ଗୋଟେ ଜାଗାରେ ଖର୍ଚ୍ଚ କରିଦେଲୁ, ଠାକୁରଙ୍କ କାମ ବି ହଉ, ସେ ତାପରେ ଘୃଣା କରିବ ଦବା ପାଇଁ। ତେବେ ଯାହା ହଉ, କିନ୍ତୁ ଏଇ ସମାବର୍ତ୍ତନ ଯେତେବେଳେ ଗୁରୁଙ୍କ ଆଶ୍ରମ ଯେତେବେଳେ ପିଲାଟା ଯେତେବେଳେ ଶିକ୍ଷା ଗ୍ରହଣ କରେ, ଶିକ୍ଷା ଗ୍ରହଣ କଲା ପରେ ମାନେ ଆ, ସମାବର୍ତ୍ତନ କାହାର ହବ, ଗୁରୁ ସ୍ଥିର କରନ୍ତି। ଯେ କିଏ ଯାଇକି ବିବାହ ସଂସ୍କାର, ବୈବାହିକ ଜୀବନ, ମାନେ ଏଇ ଯୋଉ ସମାବର୍ତ୍ତନ ହଉଛି ଗ୍ରାୟସ୍ଥ ଜୀବନକୁ ପ୍ରବେଶ କରିବାର ପଥ ଉନ୍ମୁକ୍ତ କରିବା। ପିଲାମାନଙ୍କର ଚଳନି ଚରିତ୍ରକୁ ଲକ୍ଷ୍ୟ କରିକି ଗୁରୁ ସ୍ଥିର କରୁଥିଲେ ଯେ କିଏ ମାନେ ଗ୍ରାୟସ୍ଥ ଜୀବନକୁ ମାନେ ଏଣ୍ଟ୍ରି ମାରିବ। କାରଣ ଚଳନି ଚରିତ୍ର ସେ ଯୋଉ ପ୍ରାପ୍ତ ବୟସ୍କ ହେଇଗଲା ପରେ ସେମାନଙ୍କ ଚଳନି ଚରିତ୍ର ଉପରେ ବହୁତ କିଛି ପରିବର୍ତ୍ତନ ଦେଖାଯାଏ। ଆମେ ଅନେକ ସମୟ ଭାବୁ ଆମକୁ କିଏ ଦେଖୁନାହାନ୍ତି, କିନ୍ତୁ ଆମକୁ ସମସ୍ତେ ଦେଖୁଛନ୍ତି। ସବୁ କାର୍ଯ୍ୟକଳାପକୁ ସମସ୍ତେ ଦେଖୁଛନ୍ତି, ଆମେ ମନେ ମନେ ଭାବୁ ଆମକୁ କିଏ ଦେଖୁନାହାନ୍ତି। ମୁଁ ଘରେ ବି କଣ କରୁଛି ସେଟା ସମସ୍ତେ ଜାଣୁଛନ୍ତି, ଜଣା ପଡିଯାଏ। ଘରେ ମୋ ସ୍ତ୍ରୀ ସହିତ କିଭଳି ବ୍ୟବହାର, କି ସ୍ତ୍ରୀ ମତେ କେମିତି ବ୍ୟବହାର ଦେଖାଏ, ମୁଁ କାହାକୁ ନ କହିଲେ ବି ସେମାନେ ଅନୁଭବ କରିପାରନ୍ତି। କାରଣ ସମସ୍ତଙ୍କର ନିଜକୁ ଦେଖିବାର କ୍ଷମତା ଯେତିକି କମ୍ ଥାଏ, ଅନ୍ୟମାନଙ୍କୁ ଦେଖିବାର କ୍ଷମତା ବହୁତ ତୀବ୍ର ଥାଏ, ବହୁତ ପ୍ରଖର ଥାଏ। ଆପଣ ଦେଖନ୍ତୁ, କୁକୁର ବହୁତ ସମୟ ଦେଖିଲେ ଲୋକଙ୍କୁ ଭୁକେ, ଆଉ କୁକୁର ଅନେକ ଲୋକଙ୍କୁ ପିଛା କରେ। ତାର କାରଣ ହଉଛି କଣ? ଆମ ପାଖରେ ଯେତିକି ସେନ୍ସରୀ ଅର୍ଗାନ ଅଛି, 5 ମିଲିୟନ ର ସେନ୍ସରୀ ଅର୍ଗାନ ଅଛି, କିନ୍ତୁ କୁକୁର ପାଖରେ 300 ମିଲିୟନ ସେନ୍ସରୀ ଅର୍ଗାନ ଅଛି। ତାର 5କୁ ଇମାଜିନ କରନ୍ତୁ, 300କୁ ଇମାଜିନ କରନ୍ତୁ। ତାମାନେ ସେ କେତେ ତୀକ୍ଷ୍ଣ ତାର ସେନ୍ସରୀ ସିଷ୍ଟମଟା, ଯୋଉଥିପାଇଁ ସେ ଆପଣଙ୍କର ଚିନ୍ତାକୁ, ମାନେ ମାଲିକର ଚିନ୍ତା ଚେତନାକୁ ସେ ଅନୁଭବ କରିପାରେ। ଆଉ ସେ ଯେତେ ଏ, ମାନେ ଚୋରକୁ ଯେତେ ଜଲ୍ଦି ଧରିପାରେ, ଆପଣଙ୍କ ଶତ୍ରୁକୁ ସିଏ ଯେତେ ଜଲ୍ଦି ଚିହ୍ନିପାରେ, ଆମେ ଚିହ୍ନି ପାରୁନା। ଆ, ମାନେ ଗୋଟେ ପାକିସ୍ତାନୀ ଗୁପ୍ତଚର ଥରେ, ମାନେ ଗୋଟେ ଇଣ୍ଡିଆନ, ମାନେ ଆ, ମାନେ
DRDO ରେ କାମ କରୁଥିବା ଜଣେ ସାଇଣ୍ଟିଷ୍ଟର ଗୋଟେ କୁକୁର ଥିଲା। ସେ କୁକୁର ମାନେ ତାଙ୍କର ଗୋଟେ ବନ୍ଧୁ ଥିଲା। ସେ ବନ୍ଧୁ ଯେତେବେଳେ ତାଙ୍କ ଘରକୁ ପ୍ରଥମ କରିକି ଆସିଲେ, ସେ କୁକୁର ମାନେ ସେ ବନ୍ଧୁକୁ ତାଙ୍କର ବିଲକୁଲ ଘରେ ପୁରେଇ ଦେଲାନି। ସେ କୁକୁର ବହୁତ ଶାନ୍ତ ଥାଏ, କିନ୍ତୁ ସେ ବନ୍ଧୁକୁ ବିଲକୁଲ ପୁରେଇ ଦେଲାନି। ତାଙ୍କ ସହିତ ପୁରା ଅତ୍ୟନ୍ତ ମାନେ କ୍ରୁର ବ୍ୟବହାର ହେଇକି ସେ ତାଙ୍କୁ ଖାଇଯିବ ଯେମିତି ତାକୁ ବାନ୍ଧିଦେଲେ। ବାନ୍ଧିଥିଲେ ଏବଂ ତାଙ୍କ ବନ୍ଧୁକୁ ଆସିବାର ବ୍ୟବସ୍ଥା କରେଇଦେଲେ। ତ ବନ୍ଧୁ ଆସିଲେ, ତାଙ୍କ ସହିତ ଡିନର କଲେ, ପୁଣି ଥରେ ଆସିଲେ। ଯେମିତି ସେକେଣ୍ଡ ଟାଇମ ଆସିଲେ, ସେ ପୁଣି ମାନେ ତାର ଯେମିତି ପୁରା ଭୟଙ୍କର ହେଇ ଉଠିଲା ସେ। କିଛି ଦିନ ପରେ ସେ ଜଣା ପଡିଲା ସେ ତାଙ୍କର କିଛି ଗୋଟେ ଫାଇଲ ଚୋରି ହେଲା। ଚୋରି ପରେ ଜଣା ପଡିଲା ସେ ନିଜେ ଆରେଷ୍ଟ ହେଲେ। ଆରେଷ୍ଟ ହେଲା ପରେ ଜଣା ପଡିଲା ତାଙ୍କ ଘରୁ ସେ ଯୋଉ ଫାଇଲଟା ସେ ଅଫିସରୁ ଆଣିକି ନିଜେ ରଖିଥିଲେ ଘରେ ଲୁଚେଇକି, ସେ ତାଙ୍କ ବନ୍ଧୁ ହିଁ ଚୋରି କରିଦେଇଥିଲା। କାରଣ ସିଏ ଥିଲା ପାକିସ୍ତାନର ଗୁପ୍ତଚର। ତାପରେ ସେ ସାଇଣ୍ଟିଷ୍ଟ ଜାଣିଲେ ଯେ କୁକୁରକୁ ଜଣା ଥିଲା ଯେ ସେ ଏମିତି ଚୋର ବୋଲି। ଆଉ ସେ ତାପରେ ଚାକିରି ଛାଡ଼ିଦେଲେ। ଏଇ ରିସର୍ଚ୍ଚ କରୁଥିଲେ ସେଇ କୁକୁରଙ୍କର ସାଇକୋଲୋଜି ଉପରେ। ଯାହା ବି ହଉ, ତେଣୁ ଶିକ୍ଷକ ଗୁରୁ କଣ କରନ୍ତି ସମାବର୍ତ୍ତନ ପାଇଁ ସେମାନେ କାହାକୁ ଗୃହସ୍ଥ ଆଶ୍ରମକୁ ଯିବ, କିଏ ବ୍ରହ୍ମଚାରୀ ହେଇକି ମାନେ ସନ୍ନ୍ୟାସୀ ଏଇ ଯୋଉ ଆଶ୍ରମରେ ରହିକି ପୁଣି ଗୁରୁଙ୍କ ସେବା କରିବ, କିଏ ଗୁରୁଙ୍କର ପଟଶିଷ୍ୟ ହବ, କିଏ ଗୁରୁଙ୍କର ମାନେ ଆଗାମୀ ପିଢିର ଯୋଉ ଆଗାମୀ ସମୟରେ ଗୁରୁକୁଳ ଆଶ୍ରମର ରକ୍ଷଣାବେକ୍ଷଣ କରିବ, ଏସବୁ ଗୁରୁ ନିରୂପଣ କରୁଥିଲେ। ତେଣୁ ସମାବର୍ତ୍ତନ ସମସ୍ତଙ୍କ ପାଇଁ ହଉନଥିଲା। ତେଣୁ କିଛି ମାନେ ଶିଷ୍ୟଙ୍କ ପାଇଁ ଏ ସମାବର୍ତ୍ତନ ଉତ୍ସବ ହଉଥିଲା। ଏ ସମାବର୍ତ୍ତନରେ କଣ କରାଯାଏ? ସମାବର୍ତ୍ତନରେ ବିଭିନ୍ନ ଯଜ୍ଞ କରାଯାଏ। ଏଇ ଯୋଉ ଗୁରୁକୁଳ ଆଶ୍ରମରେ ଯେତେବେଳେ ଫେରନ୍ତି ସମାବର୍ତ୍ତନ ଉତ୍ସବରେ ଗୁରୁ ଦକ୍ଷିଣା ଦିଆଯାଏ। ଗୁରୁ ଦକ୍ଷିଣା ସ୍ୱରୂପ ଯେତେବେଳେ ବଳରାମ ଆଉ ଶ୍ରୀକୃଷ୍ଣ ଯେତେବେଳେ ଗୁରୁ ସନ୍ଦୀପନୀ ଆଶ୍ରମକୁ ଛାଡ଼ିଥିଲେ, ତ ଗୁରୁକୁଳ ଆଶ୍ରମରେ ମାନେ ଯେତେବେଳେ ଦକ୍ଷିଣାର କଥା ଉଠିଲା, ସେତେବେଳେ ସନ୍ଦୀପନୀ ଆଉ ଦକ୍ଷିଣା ନେବା ପାଇଁ ଚାହିଁଲେନି। କାରଣ ତାଙ୍କର ଗୁରୁ ମାତା ବହୁତ ବିଳାପ କରୁଥିଲେ, ତାଙ୍କ ନିଜ ପୁତ୍ରକୁ ହରେଇଥିଲେ। ତେଣୁ ଇଏ କଥା ଦେଇଥିଲେ ଯେ ଗୁରୁପୁତ୍ରକୁ ସେ ଖୋଜିକି ଆଣିକି ଦେବେ, ଏବଂ ଦେଇଥିଲେ ବି। ଏବଂ ଗୁରୁ ତାଙ୍କୁ ତାଙ୍କଠାରୁ ଯୋଉ ଗୁରୁ ଦକ୍ଷିଣା ସ୍ୱରୂପ କିଛି ମାଗିନଥିଲେ। ଯେତେବେଳେ ଗୁରୁ ଦକ୍ଷିଣା ସ୍ୱରୂପ କର୍ଣ୍ଣ ଯେତେବେଳେ କହିଥିଲେ, ଯେତେବେଳେ ଯାଇକି ଏ, ତାଙ୍କର ଗୁରୁଙ୍କୁ ପରଶୁରାମ ପରଶୁରାମଙ୍କୁ ଯେତେବେଳେ ଗୁରୁ ଦକ୍ଷିଣାର କଥା କହିଲେ, ପରଶୁରାମ କହିଲେ ମୁଁ ତମକୁ ଶିକ୍ଷା ଦେଇକି ଯେତିକି ଆନନ୍ଦ ପାଇଛି, ସେଇଟା ତମ ଗୁରୁ ଦକ୍ଷିଣା ଠାରୁ ବହୁତ ଅତ୍ୟନ୍ତ ଅଧିକ। କାରଣ ମୁଁ ତମ ଭଳି ଜଣେ ଶିଷ୍ୟ ମୋ ଜୀବନରେ ପାଇକି, ମାନେ ଗୁରୁ ଦେଖନ୍ତୁ ଗୋଟେ ଭଲ ଷ୍ଟୁଡେଣ୍ଟ ପାଇଲେ ଗୁରୁର ଏନରିଚମେଣ୍ଟ ହୁଏ। ଦେଖନ୍ତୁ ଗୋଟେ ଭଲ ଷ୍ଟୁଡେଣ୍ଟ ଯଦି ମୋ ପାଖକୁ ପଢି ଆସେ, ମତେ ପଢିବା ପାଇଁ ପଡେ। ଯଦି ଗୋଟେ ଗଧ ଷ୍ଟୁଡେଣ୍ଟ ଆସେ, ମୁଁ ପଢେ ନା, ମୁଁ ଦେଖେ ନା। ସେ ଯାହା ପଚାରିବ ମୁଁ ତାର କହିବାର ସାମର୍ଥ୍ୟ ମୋ ପାଖରେ ଥାଏ। କିନ୍ତୁ ଅତି ଧର ଗୋଟେ IIT ପାଇଲା ଭଳିଆ ପିଲା, କି IITର ମୋ ପାଖରେ ଗୋଟେ IITର 22 ପୋଜିସନର ପିଲାଟା ମୋ ପାଖରେ ପଢୁଥିଲା। ସେ ମୋ ପାଖକୁ ଆସେ, ଘଣ୍ଟେ 2 ଘଣ୍ଟା ଆସେ, କିନ୍ତୁ ସେ ଘଣ୍ଟେ ଭିତରେ ଅନେକ କିଛି ପ୍ରଶ୍ନ ପଚାରେ। ସେ ପଢି ଆସେନି, ସେ ଖାଲି ଡାଉଟ୍ ପଚାରେ। କାରଣ ତା ଡାଉଟ୍ କ୍ଲିୟରିଂ ପାଇଁ ସେ ମୋ ପାଖକୁ ଆସୁଥିଲା। 1 ଘଣ୍ଟା ପାଇଁ ଆସେ। ବହୁତ ପଇସା ଗୋଟେ SP ମାନେ ପୋଲିସ କମିଶନରଙ୍କ ପୁଅ ଥିଲା। ମୁଁ ତାକୁ ଏଥିପାଇଁ ପଢେଇ ପାରିଲି, ସେ ଯେତେବେଳେ ଆସେ ତା ସାଙ୍ଗରେ ମାନେ 20-25 ଜଣ ପୋଲିସ ଆସନ୍ତି। ସେ ମୋ ଘର ମାଲିକ ତାକୁ ମାନେ ପୋଲିସ ଛାଉଣି ହେଇଯାଇଛି ଚାରିପଟେ, ସେଥିପାଇଁ ସେ ମତେ ଆଲାଉ କଲା। ତ ସେ ଯାହା ବି ହଉ, କିନ୍ତୁ ମାନେ ଗୁରୁଙ୍କର ଯୋଉ ଶିଷ୍ୟ, ମାନେ ସେମିତି ଜଣେ ଭଲ ଶିଷ୍ୟ ମିଳିଲେ ଗୁରୁଙ୍କର ଭାଗ୍ୟ ମଧ୍ୟ ବଦଳିଯାଏ। କାରଣ ଶିଷ୍ୟକୁ ପଢେଇବାରେ ଯୋଉ ଆନନ୍ଦ ମିଳେ, ମାନେ ସେଇ ଆନନ୍ଦ ହିଁ ଗୁରୁ ଦକ୍ଷିଣା ଭଳିଆ କାମ କରେ। ତେଣୁ ଗୁରୁଙ୍କର ଆଶ୍ରମ ଯେତେବେଳେ ଆସେ, ଆଉ ଗୁରୁ ଦକ୍ଷିଣା କଣ ଦିଆଯିବ ତା ପୂର୍ବରୁ ଗୋଟେ ଆମେ ଠାକୁର ଯୋଉ ଶିଶୁ ପ୍ରଜାପତ୍ୟ ବ୍ରତ କରିଛନ୍ତି, ଆମେ ଯୋଉ ଶିଶୁ ପ୍ରଜାପତ୍ୟ ବ୍ରତ କରୁଛୁ, ଶିଶୁ ପ୍ରଜାପତ୍ୟ ବ୍ରତରେ ଆମେ ପ୍ରଥମ ଦିନ ମାନେ ଦିନ 12 ବଜେ ବା ସେଇ ପ୍ରହରରେ ଆମେ ଖାଉ। ତା ପରଦିନ ଦ୍ୱିତୀୟ ପ୍ରହରରେ ଖାଉ, ମାନେ 1-2 ବଜେ ଖାଇବୁ। ତା ପରଦିନ କିଏ ଦେଲେ ତୃତୀୟ ପ୍ରହରରେ ଖାଇବୁ, ମାନେ ଥାର୍ଡ ଟାଇମରେ 3ଟା 4ଟା ବେଳକୁ ଖାଇବୁ।
ତା ପରଦିନ ନିରାଢାଳ ଉପାସ ରହିବାକୁ ପଡେ। ଇଏ ହଉଛି ଶିଶୁ ପ୍ରଜାପତ୍ୟ ବ୍ରତ। ସେଠି ଗୁରୁକୁଳ ଆଶ୍ରମରେ ଯେତେବେଳେ ଶିଷ୍ୟମାନେ ଆଶ୍ରମରୁ ଆସନ୍ତି ଗୁରୁକୁଳ ତ୍ୟାଗ କରିକି, ସେତେବେଳେ ମଧ୍ୟ ସେମାନେ ଏ ପ୍ରଜାପତ୍ୟ ବ୍ରତ କରନ୍ତି। ପ୍ରଜାପତ୍ୟ ବ୍ରତ ହଉଛି ପ୍ରଥମ 3 ଦିନ ସକାଳ ବେଳା ଖାଆନ୍ତି, ଆଉ ଦ୍ଵିତୀୟ 3 ଦିନ ସନ୍ଧ୍ୟା ବେଳେ ଖାଆନ୍ତି, ତୃତୀୟ 3 ଦିନ ଯଦି କିଏ ଜାଣେ ଯେ ବ୍ରତ କରିଛି, ଯଦି କେଉଁଠି କିଛି ମିଳେ ତାହେଲେ ସେ ତୃତୀୟ ଦିନ ଖାଆନ୍ତି, ତୃତୀୟ 3 ଦିନ ଖାଆନ୍ତି। ତ ଏମିତି 9 ଦିନ ଗଲା, ଏବଂ ତା ପରର 3 ଦିନ ମାନେ ଚତୁର୍ଥ 3 ଦିନଟା ସେମାନେ ଉପବାସ ରହନ୍ତି, ନିରାଢାଳ ଉପବାସ ରହନ୍ତି। ଇଏ ହଉଛି ମାନେ ପ୍ରଜାପତ୍ୟ ବ୍ରତ। ତେଣୁ ଏଇ ପ୍ରଜାପତ୍ୟ ବ୍ରତକୁ ଯିଏ କମ୍ପ୍ଲିଟ କରିପାରେ ତାର ଗୁରୁ ଦକ୍ଷିଣାଟା କମିଯାଏ। ଆଉ ଯିଏ ପ୍ରଜାପତ୍ୟ ବ୍ରତକୁ କମ୍ପ୍ଲିଟ କରିପାରେ ନା, ତାକୁ ଗୁରୁ ଦକ୍ଷିଣା ଅଧିକ ଦେବାକୁ ପଡେ। କାରଣ ଯଦି ସେଇ କଣ୍ଟ୍ରୋଲ ନ ରହେ, ଖାଦ୍ୟ ଖାଇବାର ଯୋଉ କଣ୍ଟ୍ରୋଲଟା ଯଦି ନ ରହେ, ତେଣୁ ଗ୍ରାହସ୍ଥ ଜୀବନରେ ପ୍ରବେଶ କରିବାର ପଥଟା ଅନୁକୂଳ ହୁଏ ନା। ତେଣୁ ଗୁରୁକୁଳ ଆଶ୍ରମରେ ମଣିଷ କଣ ଶିଖିଛି, ସେ ଶିଖିବାଟା ମାନେ କମ୍ପ୍ଲିଟ ହୁଏ ନା ଯେପର୍ଯ୍ୟନ୍ତ ଏ ପ୍ରକାର ହୁଏନି। ତେଣୁ ଏ ସମାବର୍ତ୍ତନ ସମୟରେ ଗୋଟେ ଯଜ୍ଞ ମଧ୍ୟ କରାଯାଏ। ଆଉ ସେଇ ଯଜ୍ଞରେ ବିଭିନ୍ନ ପ୍ରକାର ମାନେ ପୂର୍ଣ୍ଣାହୁତି ଦିଆଯାଏ, ବିଭିନ୍ନ ହୋମ କରାଯାଏ, ବିଭିନ୍ନ ମନ୍ତ୍ର ପାଠ କରାଯାଏ, ଏବଂ ମାନେ ଏଠୁ ମାନେ ଝିଅମାନେ ମଧ୍ୟ ଯୋଉଠି ଶିକ୍ଷା ଗ୍ରହଣ କରିଥାନ୍ତି ସେମାନଙ୍କର ସମାବର୍ତ୍ତନ ଟିକେ ଆଗେ ହୁଏ, କାରଣ ସେମାନଙ୍କର ବିବାହର ବୟସ ଟିକେ କମ ଥାଏ। ତେଣୁ ମାନେ ଝିଅ ମାନଙ୍କର ଯଦି କୌଣସି ଗୁରୁକୁଳ ଆଶ୍ରମରେ ଥାଆନ୍ତି, ସେମାନେ ଟିକେ ଜଲ୍ଦି ଆସିଯାଆନ୍ତି। କିନ୍ତୁ ପୁରୁଷ ମାନଙ୍କର ସମୟ ନଥାଏ, ସେମାନେ ଲେଟରେ ଆସନ୍ତି। କାରଣ ଗୁରୁକୁଳ ଆଶ୍ରମରେ ତାଙ୍କର ବୃତ୍ତି ଭିତ୍ତିକ ଶିକ୍ଷା ଦିଆଯାଏ, ବୈଶିଷ୍ଟ୍ୟ ପାଳିକି ଶିକ୍ଷା ଦିଆଯାଏ। ଶିକ୍ଷାଟା ବୈଶିଷ୍ଟ୍ୟ ମାଫିକ ହବା କଥା। କିନ୍ତୁ ଆମେ ବର୍ତ୍ତମାନର ଶିକ୍ଷା ତ ଆ ବେରୋଜଗାରୀ ତିଆରି କରିବା ପାଇଁ ହେଇଛି। ମାନେ ଆମକୁ କିରାଡି କରିବା ପାଇଁ ଶିକ୍ଷା ହେଇଯାଇଛି। ତ ଇଂରେଜ ମାନେ ଯୋଉ ଶିକ୍ଷା ପଦ୍ଧତି କରିଦେଲେ, ସେଇ ଶିକ୍ଷା ପଦ୍ଧତିରେ ସେମାନେ ଆମକୁ କିରାଡି କରିଦେଲେ। ଆମେ ଯେମିତି ତାଙ୍କର ବିଭିନ୍ନ କର୍ମଚାରୀ ଆବଶ୍ୟକ ଥିଲେ, ଆକାଉଣ୍ଟିଂ ଦେଖିବା ପାଇଁ ଆକାଉଣ୍ଟିଂ ପଢେଇଲେ, ତାଙ୍କର ଡିଫେନ୍ସ ସିଷ୍ଟମରେ କାମ କରିବା ପାଇଁ ଡିଫେନ୍ସ ପାଠ ପଢେଇଲେ, ତାଙ୍କ ହସ୍ପିଟାଲରେ କାମ କରିବା ପାଇଁ ହସ୍ପିଟାଲ ପାଠ, ତାଙ୍କର ଯାହା ରିକ୍ୱାରମେଣ୍ଟ ଥିଲା, ଯୋଉଠି ଯୋଉଠି କମି ଥିଲା, ଯୋଉଠି ସେବାର ଆବଶ୍ୟକ ଥିଲା, ସେ ବିଭିନ୍ନ ପ୍ରକାର ସେବା ଦେବା ପାଇଁ ବିଭିନ୍ନ ଶିକ୍ଷା ବ୍ୟବସ୍ଥା କରିଥିଲେ। ଶିକ୍ଷା ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ପ୍ରଚଳିତ ଅଛି, ତାକୁ ପରିବର୍ତ୍ତନ କରାଯାଇନି। ସେ ନୂତନ ଶିକ୍ଷା ପଦ୍ଧତି ଖାଲି ଯୋଉ ପରିବର୍ତ୍ତନ ଆଡକୁ ଯାଉଛି, ଆପଣ ଯଦି ଲକ୍ଷ୍ୟ କରିବେ, ବର୍ତ୍ତମାନ ଯୋଉ ଶିକ୍ଷାର ବ୍ୟବସ୍ଥାର ଯୋଉ ପରିବର୍ତ୍ତନ ମଝିରେ ଯୋଉ କରାଯାଉଥିଲା, ସେଇ ପରିବର୍ତ୍ତନର ଧାରାଟାକୁ ଯଦି ଆପଣ ଦେଖିବେ, ସେ ପରିବର୍ତ୍ତନଟା ଏ ଶିକ୍ଷାଟାକୁ ଗୋଟେ ନପୁଂସକ ଆଡକୁ ନେଇଗଲା। ଆପଣ ଦେଖନ୍ତୁ ଆଜି ଆପଣଙ୍କର ପିଲାପିଲି ମାନେ, ମୁଁ ତ ସବୁବେଳେ ପିଲାମାନଙ୍କୁ ଦେଖୁଛି, ଆପଣମାନେ ଦେଖିବେ କେହି ପଢିବା ପାଇଁ ଚାହୁଁନାହାନ୍ତି। ପାଠ ତାର ମୌଳିକ ମୂଲ୍ୟବୋଧଟାକୁ ହରେଇ ବସିଛି, ଧୀରେ ଧୀରେ ବସୁଛି ଧୀରେ ଧୀରେ। ଆଉ ସବୁଠୁ ବଡ ଜିନିଷ ହଉଛି ଏଇ ଯୋଉ ମୋବାଇଲ। ତେଣୁ ଗୁରୁକୁଳ ଆଶ୍ରମ ଯେତେବେଳେ ଚୂଡାକରଣ ହୁଏ, ବ୍ରହ୍ମଚାରୀ ଜୀବନ ଆରମ୍ଭ ହୁଏ। ତେଣୁ ଅନେକ ଜିନିଷ ତ୍ୟାଗ କରିବାକୁ ପଡେ। ଏଇ ଯୋଉ ଯେତେବେଳେ ଅନେକ ଜିନିଷ ତ୍ୟାଗ କରେ ମଣିଷ, ତେଣୁ ଅନ୍ୟ ଜିନିଷ ଛାଡେ, ଯେତେବେଳେ ସମାବର୍ତ୍ତନ ସମୟରେ ସେଗୁଡାକୁ ସବୁ ପୁଣି ୟୁଜ କରିବା ପାଇଁ ଆରମ୍ଭ କରେ। ତେଣୁ ବ୍ରହ୍ମଚର୍ଯ୍ୟ ରକ୍ଷା କରିବା ପାଇଁ ଏ ଯୋଉ ଗୁରୁକୁଳ ଆଶ୍ରମରେ ଯେତେବେଳେ ରହେ, ସେ ବ୍ରହ୍ମଚର୍ଯ୍ୟ ରକ୍ଷା କରିବାକୁ ପଡେ। ଆଉ ବିଭିନ୍ନ ଜିନିଷ ଯୋଉ ବାରଣ ଥାଏ, ମାନେ ରାଜା ଘର ପରିବାର ହେଇପାରେ, ସମସ୍ତ ଯୋଉ ପରିବାର ହେଇପାରେ, ସେ ରାଜକୀୟ ଉଆସ ଛାଡେ। ତେଣୁ ଯୋଉ ସୁଖ ସ୍ୱଚ୍ଛାନ୍ଦ ଭିତରେ ଥାଏ, ଗୁରୁକୁଳ ଆଶ୍ରମରେ ସେ ନିଜେ ମାନେ ଗାଈ ରଖେ, ନିଜେ ଜାଳେଣୀ କାଠ ଆଣେ, ନିଜେ ରୋଷେଇ କରେ। ଏ ସମସ୍ତ ଶିକ୍ଷା ପୁରା ସମ୍ପୂର୍ଣ୍ଣ ଶିକ୍ଷା ହେଇକି ଆସେ। କିନ୍ତୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାଟା ଆଉ ସେମିତି ନାହିଁ। ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ଏକ ଭିନ୍ନ ମୋଡରେ ଚାଲିଛି। ତେଣୁ ବର୍ତ୍ତମାନ ଯୋଉ ସରକାର ଯୋଉ ଚାହୁଁଛନ୍ତି କିଛି ପରିବର୍ତ୍ତନ କରିବା ପାଇଁ, ଇଏ ପରିବର୍ତ୍ତନଟା ଶିକ୍ଷାଟାକୁ ଧୀରେ ଧୀରେ ମାନେ କେତେବେଳେ ହବ ମୁଁ ତ କହିପାରୁନି, କିନ୍ତୁ ଯୋଉ ଭଳି ଭାବରେ ହଉଛି, ପିଲାମାନେ ଆଉ ପାଠ ପଢିବା ପାଇଁ ଚାହୁଁନାହାନ୍ତି। ନପୁଂସକ ହେଇ ପଡିଛି ଶିକ୍ଷା ବ୍ୟବସ୍ଥା। ଆପଣମାନେ ନିଜେ ନିଜେ ଅନୁଭବ କରୁଥିବେ। ପିଲାମାନଙ୍କ ଭିତରେ ଯୋଉ ଉର୍ଜି ଭାବନା ଥିଲା, ଦେଖନ୍ତୁ ମୋର ମନେ ଅଛି ଛୁଆବେଳେ ଆମେ 4ଟା ବେଳେ
ସ୍କୁଲରୁ ଆସିଲେ ସ୍କୁଲରୁ ଆସିଲା ମାନେ ଆମେ ଖେଳିବା ପାଇଁ ବହି ବସ୍ତାନି ଘରେ ଫିଙ୍ଗି ଦେଇକି ଆ, ମାନେ ମା ପଖାଳ ପଖାଳ ଗୋଟେ ରଖିଥିବେ ଖାଇ ଦେଇକି ଆମେ ଦୌଡ଼ିଲୁ ଖେଳିବା ପାଇଁ। ବହି ଗୋଟେ ଜାଗାରେ, ଚପଲ ଗୋଟେ ଜାଗାରେ, ସାର୍ଟ ପ୍ୟାଣ୍ଟ ଗୋଟେ ଜାଗାରେ, ସେ ଖାଲି ସାର୍ଟଟା ଚେଞ୍ଜ କରି ସେଇ ସ୍କୁଲ ପ୍ୟାଣ୍ଟ ପିନ୍ଧି ଦେଇକି ତା ଦେହରେ ଗୋଟେ ଗାମୁଛା ଧରିକି ଚାଲୁ ଖେଳିବା ପାଇଁ। ଆଉ ସେ ଯୋଉ ଖେଳି ଖେଳିକି ମାନେ ଅନ୍ଧାର ହେଇଗଲେ ଆସିଲା ବେଳକୁ ସାଢେ ମାଡ଼, ବୋଉ ପୁରା କାନ ଧରିକି ଉଠୋସ କରେଇବ, ନହେଲେ ବାଡି ଧରିକି ବସିଥିବ, କାହିଁ ଏତେ ଅନ୍ଧାର ହେଲାଣି ଆସିନି ବୋଲି। ସେଥିରେ ପୁଣି ମାଡ଼ ହଉଥିଲା। ସିଏ ତାପରେ ସେଠୁ ଗୋଡ଼ ହାତ ଧୋଇକି ପାଠ ପଢାରେ ସେଇ ଯୋଉ ବ୍ୟବସ୍ଥା ଥିଲା। ବର୍ତ୍ତମାନ ତ ପିଲା ସ୍କୁଲରୁ ଆସିଲେ ସେ ଯୋଉ ମୋବାଇଲ ଟା ବଡ ଶତ୍ରୁ ହେଇଯାଇଛି। ମୋବାଇଲ ଟା ଇଏ ଆଉ ମାନେ ଆମେ ଯେହେତୁ ବଡ ହେଇଗଲା ପରେ ଆମର ଗୋଟେ ସଂଯତ ଅଛି କି ନିଜକୁ କଣ୍ଟ୍ରୋଲ କରିବାର ବ୍ୟବସ୍ଥା ଅଛି, କିନ୍ତୁ ସେଇ ଯୋଉ ବୟସରେ ସେମାନଙ୍କ ହାତରେ ମୋବାଇଲ ଟା ରହୁଛି, ମୋବାଇଲରେ ସେମାନେ ଅନେକ ଖରାପ ଜିନିଷ ଶିଖି ଦଉଛନ୍ତି ବା ଦେଖୁଛନ୍ତି, ସେଟା ଗୋଟେ ଆଡିକ୍ଟେଡ ହେଇଯାଉଛନ୍ତି। ମୋର ଗୋଟେ ରିଲେଟିଭ ପିଲାଟେ ମୁଁ ଏବେ ଦେଖୁଥିଲି, ସେ ସକାଳୁ ଉଠିଲା ପରେ ସେ ମୋବାଇଲ ଖୋଜୁଛି। ମୁଁ ତା ମୋବାଇଲ ଟା ଲୁଚେଇ ଦେଇଥିଲି କାଲି। ମୁଁ ଦେଖିଲି ସେ ଆସିକି ସକାଳୁ ଉଠିଲେ ଯେମିତି ଆମେ ବଡ ଲୋକ ଯେମିତି ମୋବାଇଲ ଖୋଜୁ, ସେ ସାଙ୍ଗେ ସାଙ୍ଗେ କୁଆଡେ ମୋବାଇଲ ଗଲା ବୋଲି ମୁଁ ତା ମୋବାଇଲ ଟା ଲୁଚେଇ ଦେଇଛି, ବାରମ୍ବାର ଏପଟ ସେପଟ ଖୋଜୁଥାଏ। ତେଣୁ ଏଇ ଯୋଉ ଆଡିକ୍ସନ ଟା ହେଇଯାଉଛି, ଏଇଟା ବଡ ଡିଫିକଲ୍ଟ। ତେଣୁ ଆଜିକାଲିର ଯୋଉ ରେସିଡେନ୍ସିଆଲ ସ୍କୁଲ କଲେଜ ଗୁଡା ହେଇଛି, ସିଏ ଆଉ ଗୁରୁକୁଳ ହେଇକି ରହିନି। ସେଠି ମାନେ ଯୋଉ ବ୍ୟବସ୍ଥା ସେ ତ ମାନେ ବର୍ତ୍ତମାନ ଏଇ ଶିକ୍ଷା ବ୍ୟବସ୍ଥାରେ ଯୋଉମାନେ ମାନେ ଇଏ ହଉଛି ଏ, ମାନେ ସରସ୍ୱତୀଙ୍କର ଲକ୍ଷ୍ମୀ ଅବତାର, ଏଇ ପ୍ରକାର ଜିନିଷ। ମାନେ ସରସ୍ୱତୀ ମାନେ ସାକ୍ଷାତ ସରସ୍ୱତୀଙ୍କର ଡିପାର୍ଟମେଣ୍ଟ, ସରସ୍ୱତୀଙ୍କ ଡିପାର୍ଟମେଣ୍ଟଟା ଶିକ୍ଷା ଡିପାର୍ଟମେଣ୍ଟ, ଲକ୍ଷ୍ମୀଙ୍କର ହଉଛି ଫାଇନାନ୍ସ ଡିପାର୍ଟମେଣ୍ଟ। କିନ୍ତୁ ଇଏ ଗୋଟେ ମାନେ ଶିକ୍ଷା ମାନେ ଯେତେବେଳେ ବ୍ୟବସାୟୀକରଣ ହେଇଯାଇଛି, ତାପରେ ସରସ୍ୱତୀଙ୍କର ଲକ୍ଷ୍ମୀ ଅବତାର ଇଏ, ତାପରେ ମାନେ କମର୍ସିଆଲାଇଜ ଏଜୁକେସନ ସିଷ୍ଟମ। ତ ସେଠି ଆଉ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ନାହିଁ। ମାନେ ଆମେ ଠାକୁର ଯୋଉ ଚାହିଁଥିଲେ ଯେମିତି ତପୋବନ ବିଦ୍ୟାଳୟ, ତପୋବନ ବିଦ୍ୟାଳୟକୁ ମାନେ ଆଶ୍ରମରେ ମଧ୍ୟ କରିବା ସମ୍ଭବ ହଉନାହିଁ। କାହିଁକି? ଏଇ ଯୋଉ କମର୍ସିଆଲ ହେଇଯିବା ଫଳରେ ଯୋଉମାନେ ଏଇଟାକୁ ବିଜନେସ ହିସାବରେ ଧରିକି ଚଲଉଛନ୍ତି, ସେମାନେ ପଇସା ଫିଙ୍ଗି ଦଉଛନ୍ତି। ଆଉ ବିରାଟ ବଡ ଇନଫ୍ରାଷ୍ଟ୍ରକ୍ଚର ଏସି ଫେସି ଲଗେଇକି କରିକି ଟିପ୍ ଟପ୍ କରିକି ପୁରା ଯେମିତି 5 ଷ୍ଟାର ହୋଟେଲ ଭଳିଆ ଡାଇନିଂ ସ୍ପେସ୍ କରିକି ଏମିତି ସବୁ କରିଦଉଛନ୍ତି। କାରଣ ସେଟା କମର୍ସିଆଲ ହେଇଯାଇଛି। ତ ଆମେମାନେ ଆଉ ସେମିତି ଯୋଉମାନେ କରିପାରୁନାହାନ୍ତି, ସେମାନେ ସେଠି ଆଉ ବେପାର ଭଳିଆ ଚଳେଇ ପାରୁନାହାନ୍ତି। ତେଣୁ ଲୋକମାନେ ଆମକୁ ପସନ୍ଦ କରୁନାହାନ୍ତି। ମାନେ ସେଇ ପ୍ରକାର ଶିକ୍ଷାନୁଷ୍ଠାନକୁ ଲୋକମାନେ ପସନ୍ଦ କରୁନାହାନ୍ତି। ତେଣୁ ଆମେ ମାନେ ଛୁଆର କମ୍ଫର୍ଟ ଖୋଜୁଛୁ, ଛୁଆ କମ୍ଫର୍ଟେବୁଲ କେମିତି ରହିପାରିବ, ଭଲ ପାଠ ପଢିବ, ଯେ ଅନକମ୍ଫର୍ଟରେ ରହିକି ପାଠ ପଢିବ, ତା ଜୀବନରେ ବଢିବ, ସେ କଥା ଆମେ ଚିନ୍ତା କରୁନୁ। ଆମେ ଭାବୁଛୁ ମୋ ଛୁଆଟା ମୁଁ ସବୁ ଜମିବାଡି ବିକିଦେବି, ମୋ ଛୁଆଟା ଯାଇକି ସେଇ ବଡ ସ୍କୁଲରେ ପଢୁ। କାରଣ ବଡ ଶିକ୍ଷାନୁଷ୍ଠାନରେ ପଢେଇକି, ରେସିଡେନ୍ସିଆଲ ସ୍କୁଲରେ ପଢେଇକି ସେଟା ପଢେଇବାଟା ଯେତେ ତ ବାପା ମାଙ୍କର କ୍ରେଡିବିଲିଟିର ମାର୍କେଟରେ ବଢେଇ ଯିବାଟା ସେଟା ହଉଛି କଥା। ହଁ ମୋ ପୁଅ ପଢୁଛି ସେଠି ଇଣ୍ଟରନ୍ୟାସନାଲ ସ୍କୁଲରେ, ସେଟା ସେଠି କଣ ଆପଣ ମାନେ ଯାଇ ପଢେଇ ପାରିବେ? ଏଇ ଯୋଉ ପଦେ କଥା ପାଇଁ ମୁଁ ପଢଉଛି। କିନ୍ତୁ ସେଠି ତାର ମୌଳିକ ମୂଲ୍ୟବୋଧ ହଉନି। କିନ୍ତୁ ଯୋଉ ପାଠ ପଢାର ସିଷ୍ଟମ ଆଜିକାଲି ଯେମିତି ହେଇଛି, ସେଠି ଆଉ ପାଠ ପଢା ନାହିଁ, ଡେଲି ବିଭିନ୍ନ ପ୍ରକାର ଆକ୍ଟିଭିଟି ରହୁଛି। ଆଜି ଏଇଟା ପ୍ରୋଗ୍ରାମ ହେଲାଣି, କାଲି ୟୁଥ ଡେ ପ୍ରୋଗ୍ରାମ, କାଲି ଯୋଗା ଦିବସ, କାଲି ଇଏ ଦିବସ ସିଏ ଦିବସ ପାଳନ କରିକି ଯେତେ ଆଡଭର୍ଟାଇଜମେଣ୍ଟ କରାଯାଇ ପାରିବ, ଫେସ୍ ଡିଜିଟାଲ ମିଡିଆରେ ଯେତେ ମାନେ ସ୍କୁଲର ଡେଲି ଫଟୋ ବାହାରୁଥିବ, ସେତେ ମାନେ ସ୍କୁଲ ଭଲ ଚାଲୁଛି ବୋଲି ଆମେ ବାହାରୁ ବାହାରୁ ଲକ୍ଷ୍ୟ କରୁଛୁ। କିନ୍ତୁ ଛୁଆଙ୍କର ପାଠ ପଢା ଆଉ ନାହିଁ। ଯାହା ବି ହଉ, ମୁଁ ଟିକେ ସାଡକୁ ଇଏ କରିଦଉଛି ବେଶୀ। ତେଣୁ ଏଇ ସମାବର୍ତ୍ତନ ଯୋଉଟା, ସମାବର୍ତ୍ତନଟା ଯେତେବେଳେ ସମୟ ହେଇଯାଏ, ସମାବର୍ତ୍ତନ ଉତ୍ସବରେ ସମାବର୍ତ୍ତନ ଗୋଟେ ଉତ୍ସବ କରାଯାଏ। ତେଣୁ ଏଇ ସମାବର୍ତ୍ତନ ଉତ୍ସବ ପରେ ମାନେ ଆମେ ଜାଣିଛୁ ଯେ ଝିଅ ମାନଙ୍କର ତ ଶାଶୁଘର ହଉଛି ତାର ୟୁନିଭର୍ସିଟି। ତ ସେ ୟୁନିଭର୍ସିଟି କି ଯେତେବେଳେ ଯାଏ, ତ ୟୁନିଭର୍ସିଟି କି ଯାଏ ମାନେ ଠିକ ପ୍ରିପେୟାର ହେଇକି ଯାଏ। ତ ସେଟା ହଉଛି ତାର ଚୂଡାକରଣ। ଆଉ ସେଠୁ ଫେରେ ନା। ଆଉ ଯାହା ମାନେ ଅ, ଚଲାପଥର କବିତା ଯୋଉ ଆମେ ସ୍କୁଲରେ ପଢୁଥିଲୁ, ଆସିବା ଜନର ସାକ୍ଷୀ ଏଇ ପଥ, ଫେରିବା ଜନର ବନ୍ଧୁ। ମୋ ସାର୍ ଯେତେବେଳେ ପଢଉଥିଲେ ତାଙ୍କ ଆଖିରେ ଲୁହ ରହୁନଥିଲା। କହିଲେ ଗୋଟେ ଝିଅଟେ ଯେତେବେଳେ ବୋହୂ ହେଇକି ଆସେ ଗାଁକୁ, ଖଦ୍ୟତିକା କବିତା ବୋଧେ, ଯେତେବେଳେ ଆସେ
ସେ ଆସିଲା ବେଳେ ଗାଁର ସେ ମଶାଣିକୁ ସାକ୍ଷୀ ରଖିଦେଇ ଆସେ। ଗାଁ ପଥ କବିତା, ଯେ ଆସିବା ଜନର ସାକ୍ଷୀ ପଥ, ସେ ସାକ୍ଷୀ ରଖିଦେଇ ଆସେ। ଆଉ ଯେତେବେଳେ ତାର ମାନେ ସେତେବେଳେ ଫେରେ ବିଦାୟ ନିଏ, ସେ ମଶାଣି ତାର ସବୁ ଦିନର ସାଥୀ ହେଇଯାଏ। ଆସିବା ଜନର ବନ୍ଧୁ ହେଇ ପଥ ଫେରିବା ଜନର, ଆସିବା ଜନର ସାକ୍ଷୀ ହେଇ ପଥ ଫେରିବା ଜନର ବନ୍ଧୁ। ସମୟ ତ ହେଇଯାଇଛି, ତେଣୁ ଆ, ଆମେ ବର୍ତ୍ତମାନ ପୁଣି ସମାବର୍ତ୍ତନ ପାଖାପାଖି ଆସିଗଲାଣି। ତେଣୁ ଯୋଉ ଶିକ୍ଷା, ଯୋଉ ଆଧୁନିକ ଶିକ୍ଷା ପଦ୍ଧତି, ଯୋଉ ବ୍ୟବସ୍ଥା, ଗୁରୁକୁଳ ଆଶ୍ରମ ସମାବର୍ତ୍ତନ ତ ଆଉ ବ୍ୟବସ୍ଥା ନାହିଁ, କିନ୍ତୁ ଯାହା ବି ହଉ, ତେଣୁ ଆମେ ଯୋଉ ମାନେ ଇଷ୍ଟବୃତ୍ତିର ମୁଁ ଯେମିତି କଥା କହୁଥିଲି, ଯୋଉ ବ୍ୟବସ୍ଥା ଥିଲା, ଆମେ କିଛି କିଛି ଇଷ୍ଟବୃତ୍ତି ବଢେଇବା କଥା। ଦେଲେ କିଛି ଦେଇଥିଲେ ହିଁ ମିଳେ। ସେଥିପାଇଁ ଠାକୁର କହୁଥିଲେ ଆମେ ବସ୍ତା ବସ୍ତା ଟଙ୍କା ମିଳେ, ମାନେ ଉତ୍ସବରେ ମିଳେ, କିନ୍ତୁ ସେ ବସ୍ତାକୁ ଝାଡ଼ିଲେ ତାର ତ କିଛି ବାହାରେନି। ତାର ଉଦ୍ଦେଶ୍ୟ ହଉଛି ଯେ ଆମେ ଯୋଉ ଦଉଛୁ ସେଟା କିଛି ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଦଉଛୁ, କିନ୍ତୁ କିଛି ପାଇବା ଉଦ୍ଦେଶ୍ୟରେ ଆମେ ଦଉଛୁ। ଆମେ ମାନେ ରିଟର୍ନରେ କିଛି ଆଶା କରିକି ଠାକୁରଙ୍କୁ ଦଉଛୁ। ତ ସେଇ ଭାବଟା ଆମ ପାଖରେ ମାନେ ନାଇଁ, ତାଙ୍କୁ ଯଦି ଆମେ ଭଲ ପାଇକି ଦିଅନ୍ତେ, ନିଶ୍ଚିତ ଭାବରେ ଆମ ଜୀବନରେ ଉନ୍ନତି ଲାଭ କରିବ। ତେଣୁ ସମୟ ତ ହେଇଯାଇଛି, ସମସ୍ତଙ୍କର ଶାନ୍ତି ସ୍ୱସ୍ତି ବିଧାନ ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ମୋର ବକ୍ତବ୍ୟକୁ ଏଠି ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ମହେଶ ଦା, ଜୟ ଗୁରୁ। ଜୟ ଗୁରୁ ଦାଦା, ଜୟ ଗୁରୁ। ଜୟ ଗୁରୁ। ଅତି ସୁନ୍ଦର ଚମତ୍କାର ଢଙ୍ଗରେ ଆଜି କାର୍ତ୍ତିକ ଚନ୍ଦ୍ର